ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁର ପଞ୍ଚାୟତର ଆଦିବାସୀ ବହୁଳ ଫୁଲଝର ଗ୍ରାମର ଏକ ଜରିପାଲ ଘୋଡ଼ା ପରିତ୍ୟକ୍ତ ଝୁମ୍ପୁଡ଼ି ତଳେ ଅସହାୟତା ଜୀବନ ବିତାଉଥିବା ଭିନ୍ନକ୍ଷମ ଲାଳାବତୀଙ୍କ ପାଖରେ ପହଞ୍ଚିଛି ବ୍ଲକ ପ୍ରଶାସନ। ଲାଳାବତୀଙ୍କ ଦୁଃଖଦ ଚିତ୍ର ସମ୍ପର୍କରେ ଖବର ପାଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ନିର୍ଦ୍ଦେଶ କ୍ରମେ ଦାନଗଦି ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ଏକ ପ୍ରତିନିଧି ଦଳ ଲାଳାବତୀଙ୍କ ପାଖରେ ପହଞ୍ଚି ତାଙ୍କ ଦୟନୀୟତାକୁ ପରଖିଛନ୍ତି। ସ୍ୱଚକ୍ଷୁରେ ତାଙ୍କ ଦୁର୍ବିସହ ଜୀବନ ସମ୍ବନ୍ଧରେ ଅବଗତି ହେବା ପରେ ପ୍ରାଥମିକ ଭାବେ ତାଙ୍କୁ ରାସନ ପ୍ରଦାନ କରିବା ସହ ଭତ୍ତା ଓ ଆବାସ ଯୋଜନାରେ ସାମିଲ କରିବାକୁ ଲାଳାବତୀଙ୍କ ପାଖରୁ ଆବଶ୍ୟକୀୟ ଦସ୍ତାବିଜ ଗ୍ରହଣ କରିଛନ୍ତି। ଆନୁଷଙ୍ଗିକ କାର୍ଯ୍ୟ ସରିବା ପରେ ଯେତେ ଶୀଘ୍ର ସମ୍ଭବ ତାଙ୍କର ଭତ୍ତା ଓ ଆବାସ ଗୃହ ପ୍ରଦାନ କରାଯିବ ବୋଲି ବିଡିଓ ଶ୍ରୀ ସେଠୀ ସୂଚନା ଦେଇଛନ୍ତି। ଏହି ପ୍ରତିନିଧି ଦଳ ମଧ୍ୟରେ ସହକାରୀ ବ୍ଲକ ଉନ୍ନୟନ ଅଧିକାରୀ ଦିବ୍ୟକାନ୍ତି ମିଶ୍ର, ଯୋଗାଣ ନିରୀକ୍ଷକ ମହେଶ୍ୱତା ଦାସ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ସରକାରୀ ଯନ୍ତ୍ରୀ ରଶ୍ମିତା ନାଥ, ବ୍ଲକ ସମ୍ବଳ ସଂଯୋଜକ ଦୀପ୍ତିମନ୍ତ ମଲ୍ଲିକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଯୁକ୍ତା ସାହୁଙ୍କ ସମେତ ସ୍ଥାନୀୟ ସରପଞ୍ଚ ସୁକଦେବ ମହାନ୍ତି, ସମିତି ସଭ୍ୟ ପ୍ରଶାନ୍ତ କୁମାର ସାହୁ ଉପସ୍ଥିତ ଥିଲେ। ଏଠାରେ ପ୍ରକାଶ ଯେ ଏକ ଦୁର୍ଘଟଣାରେ ହାତ ହରାଇ ଭିନ୍ନକ୍ଷମ ସାଜିଥିବା ଗୋବର୍ଦ୍ଧନପୁର ପଞ୍ଚାୟତ 13 ନମ୍ବର ୱାର୍ଡ ଫୁଲଝର ଗ୍ରାମର ବିକ୍ରମ ପୃଥୀଙ୍କ ସ୍ତ୍ରୀ ଲାଳାବତୀ ଗ୍ରାମ ସନ୍ନିକଟ ଦେଇ ଯାଇଥିବା ରେଳଧାରଣା କଡ଼ରେ ଏକ ପରିତ୍ୟକ୍ତ ଝୁମ୍ପୁଡ଼ିରେ ବସବାସ କରୁଥିଲେ। 100% ଯୋଗ୍ୟ ଥାଇ ମଧ୍ୟ ସରକାରୀ ଯୋଜନା ତାଙ୍କ ପାଖରୁ ବାଟ ହୁଡ଼ିଥିବା ବେଳେ ସେ ଭଗବାନଙ୍କ ଭରସାରେ ଜୀବନ ଜିଉଁଥିଲେ। ଯାହାଙ୍କ ଦୟନୀୟତା ସମ୍ପର୍କରେ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ଖବର ପ୍ରକାଶନ ପରେ ତତ୍ପରତା ପ୍ରକାଶ କରିଛି ବ୍ଲକ ପ୍ରଶାସନ। ମନ୍ତ୍ରୀ ଶ୍ରୀ ବଳସାମନ୍ତଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ପ୍ରଶାସନ ସୋମବାର ପୁନର୍ବାର ଲାଳାବତୀଙ୍କ ପାଖରେ ପହଞ୍ଚି ସାହାଯ୍ୟ ସହଯୋଗ ପ୍ରକାଶ କରିଛି। ପ୍ରଶାସନ ପରଶ ପାଇ ଲାଳାବତୀଙ୍କ ମୁହଁରେ ଚେନାଏ ହସ ଖେଳି ଯାଇଥିବା ବେଳେ ଯଥାସମ୍ଭବ ଶୀଘ୍ର ଆବାସ ଯୋଜନାରେ ଗୃହ ଓ ଭତ୍ତା ପାଇବାର ବ୍ୟବସ୍ଥା କରିପାରିଲେ ଏ ଆଦିବାସୀ ଭିନ୍ନକ୍ଷମ ମହିଳାଙ୍କୁ ବଞ୍ଚିବାର ରାହା ମିଳନ୍ତା। ମୁଁ ପ୍ରଦୀପ କୁମାର ସେଠୀ ବିଡିଓ ଦାନଗଦି। ଆମେ ଲାଳାବତୀ ପୃଷ୍ଟି ଯୋଉଟାକି ତାଙ୍କର ବାହାରିଥିଲା ପେପରରେ ଏବଂ ଭିଡ଼ିଓ ଆମର ସାମ୍ବାଦିକ ବନ୍ଧୁମାନେ ମଧ୍ୟ ଭିଡ଼ିଓ ଭିଜୁଆଲ କରିକି ଆମକୁ ଦେଇଥିଲେ। ସେ ଆକ୍ଚୁଆଲି ତାଙ୍କ ନାଁ କଳାବର୍ତ୍ତୀ ପୃଥୀ, କିନ୍ତୁ ଯେହେତୁ ଆଧାର କାର୍ଡରେ ତାଙ୍କର ଲାଳାବତୀ ପୃଥୀ ହେଇଯାଇଛି ତେଣୁ ଆମେ ମଧ୍ୟ ରେସନ କାର୍ଡ ମଧ୍ୟ ସେଇ ଲାଳାବତୀ ପୃଥୀ ନାଁରେ କଲୁ ଏବଂ ଆଜି ରେସନ କାର୍ଡ ସହିତ ତାଙ୍କର ଯେଉଁ ଚାଉଳ ବସ୍ତା 35 କିଲୋ ଚାଉଳ ତାଙ୍କୁ ଆଜି ଦେଇକି ଗଲୁ ଏବଂ ଆଗାମୀ ଦିନରେ ଆମେ ତାଙ୍କୁ ୟୁଡିଆଇଡି କାର୍ଡ କରି ତାକୁ ଆମେ ଭତ୍ତାଟା ବି କରେଇବୁ। ତାଙ୍କର ଯେହେତୁ ଗୋଟେ ଅଙ୍ଗ ନାହିଁ, ହାତଟି କଟିଯାଇଛି, ତେଣୁ ଯଦି 60ରୁ 80% ସେ ଯଦି ସିଡିଏମ ଦିଅନ୍ତି ସାର୍ଟିଫିକେଟ 1200 ଟଙ୍କା ପାଇବେ। ତେଣୁ ମୋ ମତରେ ଇଏ 80% ଉପରକୁ ପାଇବା ପାଇଁ ଯୋଗ୍ୟ। ତେଣୁ 80% ଉପରକୁ ଯଦି ଆମର ୟୁଡିଆଇଡି କାର୍ଡଟା ତାଙ୍କର ସିଡିଏମ ତାଙ୍କ କର୍ମଚାରୀ ମାନେ କରିବେ କି ତାଙ୍କ ଷ୍ଟାଫ ମାନେ କରିକି ଦେବେ, 80% ଉପରକୁ ଥିଲେ ସେ ନିଶ୍ଚିତ ରୂପେ 3500 ଟଙ୍କାର ଭତ୍ତା ପାଇଁ ବ୍ୟବସ୍ଥା କରିବୁ। ଆହୁରି ମଧ୍ୟ ଆମେ ତାଙ୍କର ଏ ଯେଉଁ ବର୍ତ୍ତମାନ ଅନ୍ତୋଦୟ ଗୃହ ଯୋଜନା ଯେଉଁ ଚାଲିଛି ଆମର ସରକାରଙ୍କର, ଆମେ ତାଙ୍କୁ ଆଧାର କାର୍ଡ ଲିଙ୍କଟାକୁ ଆମେ ବ୍ୟାଙ୍କ ଯେଉଁ ଆକାଉଣ୍ଟ ଅଛି ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ ବର୍ତ୍ତମାନ ଆଜି ଚେଷ୍ଟା କରୁଛୁ ତାର କରିବା ପାଇଁ। ଯେତେବେଳେ ଆକାଉଣ୍ଟଟା ଯେତେବେଳେ ଲିଙ୍କ ହେଇଯିବ ଆମେ ତାଙ୍କୁ ମଧ୍ୟ ଅନ୍ତୋଦୟ ଗୃହ ଯୋଜନାରେ ତାଙ୍କୁ ମଧ୍ୟ ଗୋଟେ ଘରଟେ ଦେବୁ। ତେଣୁ ସବୁ ପ୍ରକାର ସରକାର ଯାହା ମୌଳିକ ଅବସ୍ଥା ଯେଉଁ 3ଟି ଜିନିଷ ଅଛି ଆପଣଙ୍କର ଖାଦ୍ୟ, ବାସସ୍ଥାନ ଏବଂ ଯାହା ଅନ୍ୟ ସବୁ ଅଛି ସବୁ ଆନୁଷଙ୍ଗିକ ଜିନିଷ ଆମେ ତାକୁ ନିଶ୍ଚିତ ଦେବୁ, ଭତ୍ତାଟା ବି ଦେବୁ। ତେଣୁ କହିବାକୁ ଗଲେ ଖାଦ୍ୟ, ବସ୍ତ୍ର, ରୁଟି, କପଡ଼ା ଆଉ ମକାନ 3ଟାଙ୍କ ଆମର ସରକାର ବର୍ତ୍ତମାନ ଯୋଜନା କରିଛନ୍ତି। ସେ କେମିତି ସବୁ ଲୋକ ପାଇବେ, ଗରିବ ଲୋକର କୌଣସି ଦଳ ନଥାଏ କିଛି। ଆମ ମନ୍ତ୍ରୀ ମଧ୍ୟ ପ୍ରଦୀପ ବଳସାମନ୍ତ ସିଏ ମଧ୍ୟ କହିଛନ୍ତି ଯେଉଁ ଗରିବ ଲୋକମାନେ ଦେଖୁଛନ୍ତି ଯେଉଁଠି ଆଇଡେଣ୍ଟିଫାଏ କରୁଛନ୍ତି ଟିକେ ନିଶ୍ଚିତ ରୂପେ ତାଙ୍କ ଘରେ ପହଞ୍ଚି ପାରୁ, ଆମେ ପହଞ୍ଚି ପାରୁନୁ, ତେଣୁ ଆପଣମାନେ ଯାଇ ପହଞ୍ଚନ୍ତୁ। ଯେଉଁଠି ଯାହା ସୁବିଧା ଅସୁବିଧା ହେବ ସରକାରଙ୍କୁ ଯଦି କିଛି ଅଧିକ କିଛି ଡିମାଣ୍ଡ ଥାଏ ଆପଣ ଯେଉଁଠି ନ କରିପାରିବେ ଆମକୁ ମଧ୍ୟ କହିଲେ ଆମେ ମଧ୍ୟ ସାହାଯ୍ୟ କରିବୁ। ତେଣୁ ସେଥିପାଇଁ ଆଜି ଆମର ସମସ୍ତ ଷ୍ଟାଫ ଦେଖନ୍ତୁ ମୋ ପାଖରେ ଅଛନ୍ତି, ଏବିଡିଓ ମ୍ୟାଡ଼ାମ ଅଛନ୍ତି, ଆମର ମାର୍କେଟିଂ ଇନ୍ସପେକ୍ଟର ଯିଏ ଚାଉଳ କି ଆମର ରେସନ କାର୍ଡ ଯିଏ ବ୍ୟବସ୍ଥା କରନ୍ତି ସିଏ ମଧ୍ୟ ମୋ ସହିତ ଆସିଛନ୍ତି। ଆମର ଆସିଛନ୍ତି ସ୍ୱଚ୍ଛ ଭାରତର ଆସିଛନ୍ତି ଷ୍ଟାଫ ମୋ ସହିତ ଆସିଛନ୍ତି। ଆମର ଆସିଷ୍ଟାଣ୍ଟ ଇଞ୍ଜିନିୟର RWSS ବା ରୁରାଲ ୱାଟର ସପ୍ଲାଇ ସେଣ୍ଟର ସେମାନେ ମଧ୍ୟ ଆସିଛନ୍ତି। ଆମର ପ୍ରତିନିଧି ମଧ୍ୟ ଆସିଛନ୍ତି, ଲୋକ ପ୍ରତିନିଧି ମାନେ ଆସିଛନ୍ତି, ସରପଞ୍ଚ ଆସିଛନ୍ତି। ସମସ୍ତଙ୍କ
ସହାୟତାରେ ଆମେ କେମିତି ଖାଲି ଏମିତି ଏମିତି ଲଳାବତୀ ଯୋଉ କେତେ କଣ ଲଳାବତୀ ରହିଯାଇଛନ୍ତି ବହୁତ ଗାଁରେ। ତେଣୁ ଆମ ମା ଯେତେବେଳେ ଦୃଷ୍ଟିଗୋଚର ଆସୁଛି ଇଏ ଗୋଟେ ଆଇସୋଲେଟେଡ୍ ଜାଗାରେ ଇଏ ରହିଯାଇଛନ୍ତି। ଆପଣ ଦେଖନ୍ତୁ ଇଏ ଗୋଟେ ଆମେ ଯେତେବେଳେ ଯାଉଛୁ ଗାଁକୁ ଗାଁ ବୁଲୁଛୁ, ଯେତେବେଳେ ଆମର ହଉଛି ବିଭିନ୍ନ ପ୍ରକାର ଆମେ ଗ୍ରିଭାନ୍ସରେ ଆସୁଛୁ ଆମେ ଗାଁକୁ ଗାଁ ଯାଉଛୁ, କିନ୍ତୁ ଇଏ ଏମିତି ଗୋଟେ ଜାଗାରେ ଆସିଛନ୍ତି ଆଇସୋଲେଟେଡ୍ ଜାଗାରେ ରହୁଛନ୍ତି ଏଠି କିଏ ଦେଖିବା ବି କଷ୍ଟ। ରେଳ ଲାଇନ ସାଇଡରେ ଦେଖନ୍ତୁ ଅଲଗା ଗୋଟେ ଜାଗାରେ ଜଙ୍ଗଲ ଭିତରେ ଆସିକି ରହୁଛନ୍ତି, କିନ୍ତୁ ଯାହା ହଉ ଆମେ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଦେବି ସେ ଏଭଳିଆ ଜାଗାରେ ସେମାନଙ୍କର ମତାମତ ନେଇକି ସେ ଯୋଉ ଲୋକକୁ ଆଇଡେଣ୍ଟିଫାଏ କରିକି ଆମକୁ ପଠେଇକି ଦେଇଛନ୍ତି। ସେଥିପାଇଁ ଆମେ ସାମ୍ବାଦିକ ମାନଙ୍କ ପାଖରେ କୃତଜ୍ଞ ଏବଂ ଆମର ଯେତେ ସବୁ ସରକାରୀ କର୍ମଚାରୀ ତାଙ୍କୁ ତୁରନ୍ତ ଆକ୍ସନ ନେଇଥିବାରୁ ତାଙ୍କୁ ଧନ୍ୟବାଦ ଦେବି ଏବଂ ଏଠିକାର ଯେତେ ଲୋକ ପ୍ରତିନିଧି ସେମାନେ ମଧ୍ୟ ଆମ ସହିତ ସହଯୋଗ କରିଛନ୍ତି ତାଙ୍କୁ ମଧ୍ୟ ଧନ୍ୟବାଦ। ଫୁଲଝର ଗ୍ରାମରୁ ସହଯୋଗ ନରତମ ବେହେରାଙ୍କ ସହ ଅଫତାର ଅଲିଙ୍କ ରିପୋର୍ଟ, ମହାଗିରି ନ୍ୟୁଜ୍।